प्रधानमंत्री किसान योजना अर्थात पीएम किसान ର 20ତମ କିସ୍ତି କାହିଁକି ବିଳମ୍ବ ହେଉଛି ଜାଣନ୍ତୁ ଏହାର କାରଣ। ଏହି ଭିଡିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣାଇବି ପ୍ରଧାନମନ୍ତ୍ରୀ ପିଏମ କିसान ଯୋଜନାର 20ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ କାହିଁକି ଆସିପାରୁନାହିଁ। ଏହାର ଡିଟେଲ୍ସ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ। ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ ଏବଂ ଭିଡିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, କାରଣ ସରକାରଙ୍କ ତରଫରୁ ନୂଆ ଯୋଜନା ଏବଂ ନୂଆ ଅପଡେଟ୍ ଆପଣ ଆଗ ପାଇପାରିବେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସାରା ଦେଶରେ ପ୍ରାୟ 9.8 କୋଟି ଚାଷୀ 20ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫେବୃଆରୀ 2025ରେ 19ତମ କିସ୍ତି ପାଇବା ପରଠାରୁ ଚାଷୀମାନେ ପରବର୍ତ୍ତୀ କିସ୍ତିର ତାରିଖ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା ହୋଇନାହିଁ। ଅର୍ଥାତ୍ ବର୍ତ୍ତମାନ ଦୁଇଟି କିସ୍ତି ମଧ୍ୟରେ ପ୍ରାୟ 5 ମାସର ବ୍ୟବଧାନ ରହିଛି। ଏହି ବିଳମ୍ବକୁ ପୂର୍ବ ବର୍ଷ ତୁଳନାରେ ଅସାଧାରଣ ବୋଲି ବିବେଚନା କରାଯାଉଛି। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେଉଁ ଚାଷୀମାନେ ଏଥର କିସ୍ତି ଟଙ୍କା ଲାଭ କରିବେ। ଏହାର ଲାଭ କେଉଁ ଚାଷୀମାନେ ଏଥର ପାଇପାରିବେ। ଦେଖନ୍ତୁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା 2019 ମସିହାରେ ଆରମ୍ଭ ହୋଇଥିଲା, ଯାହା ଅଧୀନରେ ପ୍ରତିବର୍ଷ 3ଟି କିସ୍ତିରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 6,000 ଟଙ୍କା ପଠାଯାଏ। ଏହାକୁ ବିଶ୍ୱର ସର୍ବବୃହତ ଡେବିଟ୍ ଯୋଜନା ଭାବରେ ବିବେଚନା କରାଯାଏ। ଏହି ଲାଭ କେବଳ ସେହି ଚାଷୀମାନଙ୍କୁ ଉପଲବ୍ଧ ଯେଉଁମାନଙ୍କର ଚାଷଯୋଗ୍ୟ ଜମି ଅଛି, ଆୟକର ଦିଅନ୍ତି ନାହିଁ ଏବଂ ଅନ୍ୟ କୌଣସି ପେନ୍ସନ୍ ଯୋଜନାର ଲାଭ ଉଠାନ୍ତି ନାହିଁ। ଆସନ୍ତୁ ଜାଣିବା ପୂର୍ବ କିସ୍ତି କେବେ ଆସିଥିଲା ଏବଂ ଏବେ ପରିସ୍ଥିତି କିପରି ଅଛି। ଦେଖନ୍ତୁ, ସରକାର ଫେବୃଆରୀ 2025ରେ 19ତମ କିସ୍ତି ପ୍ରଦାନ କରିଥିଲେ, ଯେତେବେଳେ ଏହା ପୂର୍ବରୁ 18ତମ ଏବଂ 17ତମ କିସ୍ତି ଅକ୍ଟୋବର 2025 ଏବଂ ଜୁନ୍ 2025ରେ ଦିଆଯାଇଥିଲା। ପାରମ୍ପରିକ ଭାବରେ କିସ୍ତି ଜୁନ୍ରେ ଆଶା କରାଯାଏ, କିନ୍ତୁ ଏଥର ଜୁଲାଇ ଶେଷ ହେବାକୁ ଯାଉଛି ଏବଂ କିସ୍ତି ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ। ଏହା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଯାଉଛି। ଆସନ୍ତୁ ଜାଣିବା କିସ୍ତି କାହିଁକି ବିଳମ୍ବ ହେଉଛି। ଦେଖନ୍ତୁ, 20ତମ କିସ୍ତି ବିଳମ୍ବ ହେବାର ମୁଖ୍ୟ କାରଣ ଚାଷୀଙ୍କ ଅସମ୍ପୂର୍ଣ୍ଣ ଇକେୱାଇସି, ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କରେ ତ୍ରୁଟି ଏବଂ ଜମି ରେକର୍ଡରେ କୌଣସି ତାଳମେଳ ରହୁନାହିଁ। ଏହା ବ୍ୟତୀତ କିଛି ରାଜ୍ୟରେ ଚାଷୀଙ୍କ ଡକୁମେଣ୍ଟ ଯାଞ୍ଚ ବିଚାରାଧୀନ ରହିଛି, ଯାହା ହସ୍ତାନ୍ତର ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଚାଷୀମାନଙ୍କର ସୂଚନା ଅସମ୍ପୂର୍ଣ୍ଣ ଅଛି ସେମାନଙ୍କୁ 20ତମ କିସ୍ତି ଟଙ୍କା ଦିଆଯିବ ନାହିଁ। ଆପଣ ଏଥର ଜାଣିବାକୁ ପାଉଥିବେ କାହିଁକି 20ତମ କିସ୍ତି ବିଳମ୍ବ ହେଉଛି। ସରକାର କାହିଁକି ଚାଷୀମାନଙ୍କ ଆକାଉଣ୍ଟକୁ ପଠାଉନାହାନ୍ତି। ଆପଣମାନଙ୍କର ଡାଉଟ୍ କ୍ଲିୟର ହୋଇଯାଇଥିବ। ଆସନ୍ତୁ ଜାଣିବା କେଉଁ ଡକୁମେଣ୍ଟସ୍ ଏବଂ ସର୍ତ୍ତାବଳୀ ପୂରଣ କରିବା ଆବଶ୍ୟକ, ଯାହା ପିଏମ କିଷାନର ଟଙ୍କା ପାଇବା ପାଇଁ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଖନ୍ତୁ, ଚାଷୀମାନଙ୍କ ପାଇଁ ଇକେୱାଇସି ପୂରଣ କରିବା, ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରିବା ଏବଂ ଜମି ସମ୍ବନ୍ଧୀୟ ଡକୁମେଣ୍ଟସ୍ ଗୁଡ଼ିକୁ ଅପଡେଟ୍ ରଖିବା ବାଧ୍ୟତାମୂଳକ। ଯଦି ଏହି ପ୍ରକ୍ରିୟା ଗୁଡ଼ିକ ସମାପ୍ତ ନ ହୁଏ ତେବେ କିସ୍ତି ଅଟକି ଯାଇପାରେ। ଚାଷୀମାନେ ପୋର୍ଟାଲ ପରିଦର୍ଶନ କରି ସେମାନଙ୍କର ସ୍ଥିତି ଯାଞ୍ଚ କରିପାରିବେ ଏବଂ ପରବର୍ତ୍ତୀ କିସ୍ତିରେ କୌଣସି ସମସ୍ୟା ନ ହେବା ପାଇଁ ଆବଶ୍ୟକ ସଂଶୋଧନ କରିପାରିବେ। ଏହା ସହିତ ତାଲିକାରେ ଆପଣମାନଙ୍କର ସ୍ଥିତି ଏବଂ ନାମ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଖନ୍ତୁ, ଚାଷୀମାନେ pmkisan.gov.in କୁ ଯାଇ ହିତାଧିକାରୀ ସ୍ଥିତି ଟ୍ୟାବରେ ସେମାନଙ୍କର ଆଧାର ନମ୍ବର କିମ୍ବା ଆକାଉଣ୍ଟ ନମ୍ବର ପ୍ରବେଶ କରି ସେମାନଙ୍କର ସ୍ଥିତି ଜାଣିପାରିବେ। ଏହା ବ୍ୟତୀତ ସେମାନେ ଗ୍ରାମ ଡ୍ୟାଶବୋର୍ଡ ମାଧ୍ୟମରେ ସେମାନଙ୍କ ଗ୍ରାମ ଏବଂ ପଞ୍ଚାୟତର ଅନ୍ୟାନ୍ୟ ହିତାଧିକାରୀଙ୍କ ତାଲିକା ମଧ୍ୟ ଦେଖିପାରିବେ। ଯଦି ତାଲିକାରେ ନାମ ନାହିଁ ତେବେ ଆବଶ୍ୟକ କାଗଜପତ୍ର ଶୀଘ୍ର ଅପଡେଟ୍ କରାଯିବା ଉଚିତ। ଆସନ୍ତୁ ଜାଣିବା ପିଏମ କିଷାନର 20ତମ କିସ୍ତି ପାଇବାକୁ ହେଲେ ଜମି ଏବଂ ମୋବାଇଲ ନମ୍ବର କିପରି ଆପଣମାନେ ଅପଡେଟ୍ କରିପାରିବେ। ଦେଖନ୍ତୁ, ଯଦି ଚାଷୀଙ୍କ ଠିକଣା କିମ୍ବା ମୋବାଇଲ ନମ୍ବର ପରିବର୍ତ୍ତନ ହୋଇଛି ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ କିଷାନ ପୋର୍ଟାଲକୁ ଯାଇ ଷ୍ଟେଟ୍ ଟ୍ରାନ୍ସଫର ରିକ୍ୱେଷ୍ଟ ବିକଳ୍ପକୁ ଯାଇ ଓଟିପି ଯାଞ୍ଚ ମାଧ୍ୟମରେ ନୂତନ ଠିକଣା ଏବଂ ଡକୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ।
ଏହି ଉପାୟରେ ମୋବାଇଲ ନମ୍ବରକୁ ମଧ୍ୟ ଅପଡେଟ୍ କରାଯାଇପାରିବ, ଯାହାଦ୍ୱାରା OTP ଆଧାରିତ ସେବା ସହଜରେ ମିଳିପାରିବ। ଆସନ୍ତୁ ଜାଣିବା ନୂତନ ପଞ୍ଜୀକରଣ ବିଷୟରେ ଏବଂ ହେଲ୍ପଲାଇନ୍ ନମ୍ବର ବିଷୟରେ। ଆପଣମାନଙ୍କର ସମସ୍ୟା ଯଦି ରହେ ବା କୌଣସି ଦ୍ୱନ୍ଦ୍ୱ ରହିଛି କିସ୍ତି ଟଙ୍କାକୁ ନେଇ, ଆପଣମାନେ ଏହି ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଆପଣମାନଙ୍କର ସମସ୍ୟା ମଧ୍ୟ ସମାଧାନ କରିପାରିବେ। ଦେଖନ୍ତୁ, ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଏହି ଯୋଜନା ସହିତ ଯୋଡ଼ି ହୋଇନାହାନ୍ତି, ସେମାନେ ପୋର୍ଟାଲରେ ଯାଇ ନୂତନ ଚାଷୀ ପଞ୍ଜୀକରଣ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଆଧାର, ବ୍ୟାଙ୍କ ବିବରଣୀ ଏବଂ ଜମି ସମ୍ବନ୍ଧୀୟ ଡକୁମେଣ୍ଟ ଆବଶ୍ୟକ। କୌଣସି ସମସ୍ୟା ପାଇଁ ଚାଷୀମାନେ 155-261 କିମ୍ବା 011-243-00-606କୁ କଲ୍ କରିପାରିବେ।